ଠାରୁ ବଡ଼ କଷ୍ଟ ହେଉଛି ମୁଁ 50 ବର୍ଷ ତଳେ ଯେତିକି ଦେଖିଛି ପ୍ରତ୍ୟକ୍ଷ ଭାବରେ ଦେଖିଛି କାରଣ 77 ମସିହାରେ ମୁଁ ପ୍ରଥମ MLA ହେଇଥିଲି 77 ତା ଅର୍ଥ ଆମେ ପାଖାପାଖି ମୋତେ ହେଇଗଲାଣି ମାନେ କେତେ ବର୍ଷ ତଳେ ଥିଲି ଏବଂ ତା ପୂର୍ବରୁ ରାଜନୀତିରେ 67 71 ଏସବୁ ନିର୍ବାଚନରେ ମଧ୍ୟ ମୋର ପ୍ରତ୍ୟକ୍ଷ ସମ୍ପର୍କ ଥିଲା। ସେତେବେଳେ ନିର୍ବାଚନ ଦେଖୁଥିଲି ସେତେବେଳେ ନିର୍ବାଚନ ଆଉ ବର୍ତ୍ତମାନର ନିର୍ବାଚନ ଭିତରେ ଆକାଶ ପାତାଳ ତଫାତ। କ'ଣ ସେତେବେଳେ ଗୋଟିଏ କର୍ମୀକୁ ବା ଲୋକମାନଙ୍କ ଭିତରେ ବଛା ଯାଉଥିଲା ଯାହାର ଲୋକ ସମ୍ପର୍କ ଥିଲା ସେଇମାନଙ୍କୁ ନେଇ ବଛା ଯାଉଛି। ୱିନେବିଲିଟି ଅର୍ଥ ହେଉଛି ଜିତିବାର ଆଶା କାହାର ଅଛି, କିଏ ଜିତିପାରିବ ନା ଯାହା ପାଖରେ ପଇସା ବହୁତ ଅଛି ବା ଲୋକ ସମର୍ଥନ ଥାଉନଥିବ ସେ ପଇସା ଦେଇକରି ଲୋକ ଯୋଗାଡ଼ କରିପାରିବ, ଆଣିପାରିବ, ଭୋଟ ଆଣିପାରିବ, ଆପଣେଇ ପାରିବ। ଏଇଟା ବର୍ତ୍ତମାନ ଗୋଟେ ବଡ଼ କଥା ହେଇଛି। ଏଇଟା ଗୋଟେ ପଏଣ୍ଟ। ଦ୍ୱିତୀୟ କଥା ହେଉଛି ଆଗେ ବ୍ୟକ୍ତିତ୍ୱକୁ ଦେଖା ହେଉଥିଲା। ବ୍ୟକ୍ତିତ୍ୱ ଭୋଟର ମାନେ ଗୋଟେ ଏଇ ବ୍ୟକ୍ତିଟି ଛିଡ଼ା ହେଇଛି ଅମୁକ ଦଳର ଆର ଏଇଟି ଭଲ ପ୍ରାର୍ଥୀ ଏ କଥା ଦେଖାଯାଉଥିଲା। ସେଇ ଯେଉଁ କଥାଟା ଥିଲା ଏବେ ସେଟା ଆଦୌ ନାହିଁ। ଏଇଟା ଅମୁକ ଦଳର ଶଙ୍ଖ ଚିହ୍ନର ସେ କୁକୁର ହଉ, ବିଲେଇ ହଉ, ମାଙ୍କଡ଼ ହଉ, ସେ ଛିଡ଼ା ହେଇଛି, ଆମେ ଶଙ୍ଖକୁ ବାବୁ ଭୋଟ ଦେଉଛୁ, ଆମେ ଚିହ୍ନିନୁ, ଆମେ ଜାଣିଛୁ ସେ ଗୋଟେ ବିଲେଇଟାଏ କି ମାଙ୍କଡ଼ଟାଏ କି କୁକୁରଟାଏ କି କ'ଣ ଗୋଟେ ସେ ଆସିଛି, କିନ୍ତୁ ଆମେ ତାକୁ ଦେବୁ। ଭାରତୀୟ ଜନତା ପାର୍ଟିର ଏଠି 3ଟି ପ୍ରମୁଖ ଦଳ କଥା କହିବି। ଭାରତୀୟ ଜନତା ପାର୍ଟିର ଯିଏ ଭଲ ନେତା ଯିଏ ଛିଡ଼ା ହେଉଛନ୍ତି ମଧ୍ୟ ତାଙ୍କ ଭିତରେ ଯିଏ ଭଲ ନେତା ନାହାନ୍ତି ସେ କଥା ନୁହେଁ, ମାନେ ଲୋକଙ୍କ ପାଇଁ କାମ କରିବେ ଅଛନ୍ତି। କିନ୍ତୁ ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତା ମୋଦିଙ୍କ ନାଁରେ ଏଠି ଭୋଟ। ମୋଦି ଯାହା କହିଲେ, ଯେଉଁ କଥା ମୋଦି ଶାହା ସେଠି କହିବେ ଏଠି ସେଇ କଥା ରିପିଟ୍ କରିବେ। ନିଜର ବ୍ୟକ୍ତିଗତ ବା ବ୍ୟକ୍ତିତ୍ୱ ବଳରେ ଏଠି କେହି ଛିଡ଼ା ହେଉନାହାନ୍ତି। ଆମେ କେବେ ଏଠି ଏବେ ବହୁତ ବର୍ଷ ହେଲାଣି, ପ୍ରାୟ 20 ବର୍ଷ ହେଲାଣି ଇଣ୍ଡିପେଣ୍ଡେଣ୍ଟ କ୍ୟାଣ୍ଡିଡେଟ୍ କିଏ ଛିଡ଼ା ହେବା ଆମେ ଦେଖିପାରୁନୁ। ସ୍ୱାଧୀନ ଭାବରେ ଛିଡ଼ା ହେଇ ଜିତିବା, ସମସ୍ତେ ଦଳର ବା ନେତାର ପରିଚୟ ନେଇକରି ଛିଡ଼ା ହେଉଛନ୍ତି। କଂଗ୍ରେସ ଦଳରୁ ଯିଏ ଛିଡ଼ା ହେଉଛନ୍ତି ଖୁବ୍ ଭଲ ପ୍ରାର୍ଥୀ ଥିଲେ ବି ଯଦି ଲୋକେ ମନକୁ ପାଇନାହିଁ, କଂଗ୍ରେସ ଦଳ ମନକୁ ପାଉନାହିଁ, ତାହେଲେ ସେ ଲୋକଟା ରିଜେକ୍ଟେଡ୍ ହେଇଯାଉଛି। ଯଦି ମନକୁ ପାଇବ, କଂଗ୍ରେସ ଦଳ ମନକୁ ପାଇଲା, ତାହେଲେ ହୁଏତ ତାକୁ ସେ ଗ୍ରହଣ ହୋଇପାରେ। ଏଇ ଗୋଟେ ପରିସ୍ଥିତି ଆସିଛି। ପଇସାର ପ୍ରଭାବ ବର୍ତ୍ତମାନ ନିର୍ବାଚନରେ ବହୁତ। ଆମେ ଦେଖିଲେ ବଡ଼ ବଡ଼ ଲୋକମାନେ, କର୍ପୋରେଟ୍ ହାଉସ୍ ମାନେ ଗୋଟେ ଇଲେକ୍ସନ୍ ବଣ୍ଡ ଆକାରରେ 9,000 କୋଟି ଟଙ୍କା ପାଖାପାଖି ଗୋଟିଏ ରାଜନୈତିକ ଦଳକୁ ଦେଇଛନ୍ତି। ଆଉ ସମସ୍ତଙ୍କୁ କାହାକୁ 900, କାହାକୁ 1000, କାହାକୁ 450 ଏଇ କୋଟି ଟଙ୍କା ସବୁ ଦିଆଯାଇଛି। କୋଟି କୋଟି ଟଙ୍କା ସେମାନଙ୍କ ଠାରୁ ଆଣିକିରି ଯେଉଁମାନେ ଖର୍ଚ୍ଚ କରୁଛନ୍ତି ନିର୍ବାଚନରେ, ସେ ନିର୍ବାଚନ କେମିତି ହେବ ଶୁଦ୍ଧ ଇଏ ରହିବ, ତାର ଯେ ଶୁଦ୍ଧତା ରହିବ ନାହିଁ, ସ୍ୱଚ୍ଛତା ରହିବ ନାହିଁ, ସେ ନିର୍ବାଚନ କଳଙ୍କିତ ହେବ ଏବଂ ସେ ନିର୍ବାଚନ ବିଶେଷ ଭାବରେ କଳା ଟଙ୍କା ଦ୍ୱାରା ପରିଚାଳିତ ହେବ। ଏଇ କଥା ଆଜି ଦିନରେ ବଡ଼ ବାଧୁଛି। ଜଣେ ପ୍ରାର୍ଥୀ ହେବାକୁ ଆସିଲେ ପାର୍ଲାମେଣ୍ଟକୁ ଯଦି ଛିଡ଼ାକୁ ଆସିବ, ସେ ଆଗ ନିଜ ପାଖରେ 5 କୋଟି 7 କୋଟି ଟଙ୍କା ରଖିକି ଆସିବ। ଯଦି ପାର୍ଟି କିଛି ଦେଲା ମିଶାଇଲା ଭଲ କଥା, ନହେଲେ ସେ 5-7 କୋଟି ଟଙ୍କା ନିଶ୍ଚୟ କରିକି ଆସିଲେ ସେ ଛିଡ଼ା ହେବାକୁ ଆସିବ। ଜିତିବାକୁ ହେଲେ ତ ଆହୁରି ବଡ଼ ବଡ଼ କଥା ହେବ। ଏ କଥା ଆମେ ଦେଖୁଛେ। ଆଉ ଗୋଟେ ବଡ଼ ଦୁର୍ଭାଗ୍ୟ ହେଲାଣି, ଏବେ ପ୍ରାର୍ଥୀମାନଙ୍କୁ ମୋତେ ପ୍ରାର୍ଥୀ ଡକା ଯାଇକରି କରାହେଇଥିଲା। ମୁଁ ଶୋଇଥିଲି, ମୋତେ ଉଠେଇକିରି ନେଇକରି ଗଲେ ଜିପ୍ରେ ଯେ ତୁମକୁ ପ୍ରାର୍ଥୀ ବିଜୁ ପଟ୍ଟନାୟକ ଡାକିଛନ୍ତି। ମୁଁ ଗଲି, ଓହ୍ଲେଇଲି, କେତେଗୁଡ଼ିଏ ପ୍ରଶ୍ନ ସେମାନେ ପଚାରିଲେ, ଯେଉଁ ବୋର୍ଡ଼ ଥିଲା, ତାପରେ ମୋତେ ପ୍ରାର୍ଥୀ କରାଗଲା। ବର୍ତ୍ତମାନ ପଇସା ଦେଇକରି କିଏ କାହାକୁ ଉପହାର ଦେଇକରି ମଧ୍ୟ ପ୍ରାର୍ଥୀ ହେଉଛନ୍ତି। ଯଦି ଦଳରେ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି, ଏଟା ପ୍ରାୟ ସବୁ ଦଳରେ ଆମେ ଏଇଟା ଲକ୍ଷ୍ୟ କଲୁ। କେବଳ ଆମେ ସେଇଥିପାଇଁ ଏ ବର୍ଷ କଂଗ୍ରେସ ଦଳରେ ଗୋଟେ ପ୍ରାର୍ଥୀ ଚୟନର ପ୍ରକ୍ରିୟା ଗୋଟେ ଅଲଗା ପ୍ରକାରର କରାଯାଇଛି। ସେ ହେଉଛି ୱାର୍ ରୁମ୍ରେ ଗୋଟେ ସିଷ୍ଟମ୍ କରାହେଇଛି। ସେ ସିଷ୍ଟମ୍ରେ ବସିକରି ସେଇଠି ପ୍ରାର୍ଥୀମାନଙ୍କର ନାମ ଆସିବ, ସେ ପ୍ରଗମନରେ ସେ ଆସିବ, ତା ଦେହରେ ସେମାନଙ୍କୁ ବଛାଯିବ। ଏ କଥାଟା କରାଯାଇଛି, ସ୍କ୍ରିନିଂ କମିଟିକୁ ଯିବ। କିନ୍ତୁ ତାହା ମଧ୍ୟ ଯେ ସଠିକ୍ ହେବ ମୁଁ କହୁନାହିଁ, ତା ଆଦୌ ସଠିକ୍, ସେଥିରେ ହୁଏତ ପଇସା କାରବାର କମିଗଲା, କିନ୍ତୁ ପିସି ବା ରାଜନୈତିକ ଦଳ ପ୍ରଦେଶ କଂଗ୍ରେସ କମିଟିର ଯେଉଁ ଇଲେକ୍ସନ୍ କମିଟିର ବସିଥାନ୍ତା, ଥରେ ବସିଥିଲା ଆମ ଭିତରେ ତର୍କ ହେଇଥାନ୍ତା ବା ତର୍ଜମା ହେଇଥାନ୍ତା, କେଉଁ ପ୍ରାର୍ଥୀ କେତେ ଦିନ ହେଲା ଅଛି, କ'ଣ କାମ କରିଛି, ଏ ନୂଆ ପ୍ରାର୍ଥୀ ଆସିଛନ୍ତି ତାଙ୍କୁ ମଧ୍ୟ ଆମେ ସମ୍ମାନ ଦେବା,
कि महिला को एतिकी दबा कि आंकु दबा युवक मान एति प्रतिशत दबा से कथा आलोचना हबार सुजोग मिलला नहीं गणतांत्रिक प्रक्रिया आदौ रहा नहीं गोटे प्रकार से कथा गला बेलू ये आउ गोटे कथा है से सब दृष्टि विचार कले गणतांत्रिक व्यवस्था को सुदृढ़ करने स्वच्छ करने से जोड़िए कथा बड़ कथाटी हूँ गोटे इलेक्टोरल रिफॉर्म समस्त निर्वाचन प्रक्रिया गोटे बड़ संस्कार हवा दरकार आईन परिवर्तन हवा दरकार एवं समस्त पैसा खर्च प्रार्थी करने दल करने यह निर्वाचन कमिशन को जरिया हम स्टेट ओन्ड इलेक्शन अर्थात राष्ट्र निर्वाचन खर्च वहन कर राज्य खर्च वहन कर सब व्यक्ति बा दल जो राष्ट्र निर्वाचन खर्च वहन कर राज्य खर्च वहन कर सब व्यक्ति बा दल जो मैंने छिड़ा हो चाहूँ चाहिए से टंकाटा इलेक्शन कमिशन पाखे डिपोजिट करेंगे एमती भाव में गोटे प्रक्रिया हेले अनेक परिवर्तन घटव राजनीतिक सुदृढ़ हम निर्वाचन प्रक्रिया स्वच्छ भी हम यही कथा नहेले निर्वाचन ईवीएम मेसीन रे आ गोटे कथा ईवीएम मेसीन रे जे स्वच्छता आसो एपरी कहवा उचित नुहे ठीक नुहे कारण ईवीएम मेसीन जड़े जाकि टीपी दे पार से घरे बसिक दी चार जन लोक अटकई अन्य अटकई पारे भोट दे पारे नोटारे देवे कि कौ चिन्ह देवे जड़े लोक जादे पार गोटे गोटे पर किसी समय पर दे तो एटू सबू प्रक्रिया रे स्वच्छता आने गोटे निश्चित व्यवस्था आईन करा उचित एवं निर्वाचन कमिशन परिवर्तन हवा दरकार एवं स्वच्छ निर्वाचन हवा दरकार ताहले गणतंत्र सुदृढ़ हम यही विश्वास मोर अच्छी नहले आहरी दिन को दिन खराब हो जाऊँगी गणतांत्रिक व्यवस्था बोली जमती जो एकक निर्वाचन कथा मझे कितदिन तले उठी बर्तमान पूर्वतन राष्ट्रपति जो तांको नेतृत्व रे गोटे सी गोटे सारा देश गोटे ये कर जे एकक निर्वाचन कथा से ऊपर कौन कह से कहते जे वन नेशन वन इलेक्शन मुझे आदौ कारण आम आमर गणतांत्रिक प्रक्रिया रे आम संवैधानिक व्यवस्था अनुसार आम हूँ गोटे फेडराल स्टेट गोटे संघीय व्यवस्था अर्थात प्रत्येक राज्य निज निजर विधानसभा अच्छी विधान परिषद अच्छी केतक जगह एटू से धरी निज गोटे जगार गोटे गठबंधन होगी सरकारटे अच्छी भांगीगला से सरकार से कौन हम मझे हम ना इलेक्शन रपेक्षा आउ थे आसवाई जदि अन्न विचार से गोटे सरकार मानने गठन होला ताले अगणतांत्रिकता गोटे नदी दिगला भाया हो से जहाँ पद्धति अच्छी आम संविधान हूँ एक उत्कृष्टतम संविधान बहु दृष्टि विचार करम संविधान निर्माता मान जहाँ कर असुविधा ना एणु एटी प्रथम कही रखे भारत वर्ष एक नेशन नुहे भारत वर्ष विभिन्न राष्ट्रीयता विभिन्न भाषा विभिन्न संस्कृति आउ ए सबू को लेकर गोटे राष्ट्र गठन होम मिसीमासिकी आम कहीचु यूनिटी इन डाइवर्सिटी आमर भिन्नता भितर सर ओडिशा तो से सेम पॉलिसी होउची ना माने एकाथरे विधानसभा केतक जगह भी सेमती होउची जोठी भांगी गला जो चली विधानसभा एक समय विधानसभा लोकसभा धरतु 2004 मसीह से लोकसभा भांगीदे किसी दिन पूर्व ये भी भांगीदे वर्षक पूर्व ताले सेटा अलग कथा से सरकार जो निजे राज्य निज को भांगिकी कह मु सरकार को जीवी सांगे मिसिक करी करते सेमती भी भिन्न भिन्न संगठन दाबी नहीं आसुले एवं दाबी सांगे सांगे पूर्ण हो जाऊला धरिक घर को फेरुले यार गोटे बड़ कारण जे गत 25 वर्ष धरिक सरकार जो सरकार अच्छी से सरकार कौन कार्य अनेक विफल होती जो लोकंर दाबी भोट पूर्व खूब जोर धरला कारण यही समय बार्गेन कले ये से 22 कहीदे पारे दुई माने कहीदे पारे लज्जाहीन भाव में एक से करपारती किंतु जदि नाही से कह भोट सरीगला तो 2 रे 2 मिसले 3 हम कि 2.5 हम कारण 4 छुईब नहीं एक कथा कह जाए पिला पाठ पढ़ा जाए किंतु
ଦୁଇରେ ଦୁଇ ମିଶିଲେ 22 ହେବା କଥାଟା କହିଲା ବେଳେ ଜଣେ ନେତା ବା ଯେକୌଣସି ବ୍ୟକ୍ତି ବିଚାର କରିବା ଉଚିତ ଆର କେତେ କୁପ୍ରଭାବ ଲୋକଙ୍କ ଉପରେ ସାଧାରଣ ଲୋକଙ୍କ ଉପରେ ପଡ଼ିବ। ମୁଁ ତ ଦେଖୁଛୁ ଅମିତ ଶାହାଙ୍କର ସେ ପ୍ରକାର କୌଣସି ମୁଣ୍ଡ ବି ନାହିଁ। ତାଙ୍କୁ ତାଙ୍କର ଯେଉଁ ବଡ଼ ମୁଣ୍ଡ କେବଳ କାହାକୁ ଭାଙ୍ଗିବା ଗଢ଼ିବା ବୋଲି ତ ଅଛି ଥିଲା, ସେ ଯେ ସବୁ କଥାରେ ଠିକ୍ ଭାବରେ କାର୍ଯ୍ୟ କରୁଛନ୍ତି ସେ କଥା ନୁହେଁ। କାରଣ ଏଠି ଆସି ଥରେ କହିଥିଲେ 120 ହେଇଯିବ, 120ଟା ବିଜେପିର 20 ବି ମାନେ ପାଖାପାଖି ହେଲା, ଆଉ ସିନା ନେଇପାରିଲା ନାହିଁ। ଏଣୁ ଆଉ ଥରେ କହିଲେ ଆସିକରି ଏଇଟା ହେଉଛି ପୋଡ଼ା ଟ୍ରାନ୍ସଫର୍ମର, ତାକୁ ଫୋପାଡ଼ି ଦିଅ ନେଇକରି। ପୁଣି ତାପରେ ଆସି କହିଲେ ଯେ ଆଉ କିଛି ପାର୍ଟି ଖୋଲିଲା ନାହିଁ। ଏଣୁ ଏହିପରି ଲୋକ ଯେ ଆଜି ଗୋଟାଏ କଥା କାଲି ଗୋଟାଏ କଥା, ତାଙ୍କ କଥା ଉପରେ ଗୁରୁତ୍ୱ ଦେଇକରି ଦେବା ପାଇଁ ବି କୌଣସି ଲୋକ ଦେବା ଉଚିତ ନୁହେଁ ବୋଲି ମୁଁ ବିଚାର କରେ। ଶେଷରେ କଂଗ୍ରେସକୁ ଆସିବା, ରାଜ୍ୟ କଂଗ୍ରେସର ବର୍ତ୍ତମାନ ସ୍ଥିତି କ'ଣ ରହିଛି? ରାଜ୍ୟ କଂଗ୍ରେସର ସ୍ଥିତି ବର୍ତ୍ତମାନ ଆଗରୁ ବହୁତ ଖରାପ ଥିଲା। ଗତ 10-15 ବର୍ଷ ଧରିକିରି ଏଠି କଂଗ୍ରେସ ରାଜନୀତି ତଳକୁ ତଳ ଯାଇଥିଲା। ଯିଏ ସଭାପତି ହୁଅନ୍ତୁ ନା କାହିଁକି ତଳକୁ ତଳ ଯାଇଥିଲା। କାହିଁକି ମାନେ କାରଣଟା କ'ଣ, କାହିଁକି ତଳୁ ତଳ? ମୁଁ ସେ ସମ୍ପର୍କରେ କହିପାରିବି ନାହିଁ, କାରଣ ସେତେବେଳେ ମୁଁ ନଥିଲି କଂଗ୍ରେସ ଦଳରେ। କିନ୍ତୁ ଏତିକି କହିପାରିବି ଯେ ତଳକୁ ତଳ ଯାଇଥିଲା ପୁରାପୁରି ଗତ 10-15 ବର୍ଷ ଭିତରେ ଜାନକୀ ପଟ୍ଟନାୟକର ଅବର୍ତ୍ତମାନରେ। ପରବର୍ତ୍ତୀ କାଳରେ ଏବେ ନୂଆ ସଭାପତି ହେଲା ପରେ ଏବଂ ତାଙ୍କର ଷ୍ଟାଇଲ ଅନୁସାରେ ସେ ସମସ୍ତଙ୍କୁ ନେଇକରି ଆପଣାର କରିକିରି ଚଳିବା ପାଇଁ ଯେଉଁ ଉଦ୍ୟମ କରିଛନ୍ତି, ସେଥିରେ କଂଗ୍ରେସ ଟିକେ ଆଗେଇଛି। କିନ୍ତୁ କଂଗ୍ରେସ ଯେହେତୁ ବିଜେଡ଼ି ବିଜେପିର ଗୋଟେ ଗଠବନ୍ଧନ ହେବାର ଅବସ୍ଥା ରହିଛି, ଯଦି ତାହା ହେଇଯାଏ, ଓପନ୍ ହେଇଯାଏ, ତାହେଲେ କଂଗ୍ରେସକୁ ଅଧିକ ପରସେଣ୍ଟେଜ ଭୋଟ ନିଶ୍ଚୟ ମିଳିବ। କେତେ ଆପଣ ମାନେ ଆଶା ରଖୁଛନ୍ତି ଯେ ଓଡ଼ିଶାରୁ କେତେଟି MLA ଆଉ କେତେଟି MP ସିଟ୍ ଆସିବ? ମୁଁ MLA MP ସିଟ୍ କହିପାରିବି ନାହିଁ, କାରଣ ମୁଁ ଗୋଟେ ଥର ମାତ୍ର 50ଟା ଭୋଟରେ ମଧ୍ୟ ଜିତିଥିଲି। 90 ମସିହାରେ 95 ମସିହାରେ ମୁଁ 85ଟା ଭୋଟରେ ଜିତିଥିଲି। ତେଣୁ ଭୋଟର ମାର୍ଜିନ୍ ଗଲାଥରକ କଂଗ୍ରେସ 20ଟା ଜାଗାରେ 500ରୁ 2500 3000 ଭୋଟ ଭିତରେ କଂଗ୍ରେସ ହାରିଥିଲା ଗଲାଥରକ। ଯେଉଁଥରକ 9ଟା ଜିତିଥିଲା। ଏଥରକ ମୋର ବିଚାରରେ ସଂଖ୍ୟା କ'ଣ ଜିତିଗଲା କଥା, ଯେଉଁ ଭୋଟର ଭୋଟ ପରସେଣ୍ଟେଜ କମିଯାଇଛି, ଭୋଟ ଦାନର ଯେଉଁ ସଂଖ୍ୟା କମିଯାଇଛି, ତାହା ନିଶ୍ଚୟ 28ରୁ 30% ଛୁଇଁବ। ଜାତୀୟ ଗଣମାଧ୍ୟମ ଆଉ ଯେଉଁ ସର୍ଭେକାରୀ ସଂସ୍ଥା ଏମାନେ ସବୁ ଦେଖେଇଛନ୍ତି ଯେ ମାନେ କଂଗ୍ରେସ ଏପାଳି ମାନେ ପୂର୍ବଥର ଅପେକ୍ଷା ଏପାଳି ଆହୁରି ମାନେ କମୁଛି। କ'ଣ କମୁଛି? ମାନେ ଯେଉଁ ଭୋଟ ପରସେଣ୍ଟ ହାର ଆଉ MP MLA ସିଟ୍ରେ ମାନେ ବହୁତ କମ୍, ମାନେ ଚଳିତ ବର୍ଷ ନିର୍ବାଚନରେ ବହୁତ ଆହୁରି କମ୍ ହେବ। କହିପାରିବି ନାହିଁ, କିନ୍ତୁ ଗୋଟିଏ ଗଣମାଧ୍ୟମ ନବୀନ ପଟ୍ଟନାୟକକୁ ଆସିକରି 1 ନମ୍ବର କରିଥିଲା ଷ୍ଟେଟ୍ ଅଫ୍ ଦି ଷ୍ଟେଟ୍ସରେ ଗୋଟେ ଥର। ଦ୍ୱିତୀୟ ଥର କହିଲା ବେଳକୁ 2 ନମ୍ବର କରିଦେଲା। ମୁଁ ଆଜି ଘୋଷଣା କରି କହୁଛି, ଜଣେ ବଞ୍ଚିଛନ୍ତି, ଆର ସାକ୍ଷୀ ମଧ୍ୟ ଅଛନ୍ତି, କାଗଜ ମଧ୍ୟ ସାକ୍ଷୀ ଅଛି। ସେ କାଗଜ ହେଉଛି ଇଣ୍ଡିଆ ଟୁଡେ, ସେଥିରେ ସର୍ଭେ କରି କହିଥିଲା। କିନ୍ତୁ ସେଥିରେ କାରଣ କ'ଣ ହେଲା ନା ସେ ପଇସା ପାଇନଥିଲା, ଆଡ଼ଭର୍ଟାଇଜମେଣ୍ଟ ବା ଆଉ କ'ଣ ପଇସା ପାଇବାର ଥିଲା। ଯେମିତି ପଇସା ପାଇଲା ତା ପର ବର୍ଷ, ତା ପରଥରକୁ ପୁଣି ହେଇଗଲା ନବୀନ ପଟ୍ଟନାୟକ 1 ନମ୍ବର। ସୋ ଏଇ ହେଉଛି କେବଳ ଉଦାହରଣଟିଏ ଦେଲି ମୋ ଜୀବନର ଅଭିଜ୍ଞତାରୁ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।